दानो की जानती रास्ता देखी पड़नो की हाँ पहले का लोक जाक चली चली जीवे पड़ी जीवे की जानती है जाइली से नाड़ को सकाळे संध्या बेलू जाइली सारे गोटे बाटी अच्छी पी की आई फुली बढ़िया लगुच बढ़िया पी बनई से बुढ़ा लगुच बड़ विचित्र कौन हम जानी पारनी केमती बुझी मुझे जानी पारनी कुबुट चलची मनीष कौन गाई कौन चिन्ह पारन से गाईटा परा कुआड्रु पी देकी पड़ा जे आ मनीष कौन गाई कौन चिन्ह पारन से दीटा मध बाटी अच्छी तो सेठू बोधे पी की पड़ा सेटा गाईटा पिला कि कौन है कि रे गाई गुड़ा को बेरा दांडी पर कि रास्ता गुड़ा चढ़ दो हाँ गाई गुड़ा बेरा जतन कर रखो गोड़ बांधी की रखो रास्ता केम चढ़ दो गाई कोई किसी लाभ नहीं गाई कौन लुगा भिंजी अरे मधुआ कौन सकाटू कौन बुली बुली मध पीलु कौन तंटी पी सारी कौन गाई कौन मनीष कौन चिन्ह पारुन हाँ सड़ा मधुआ कौन कर जाइली से बाटी को सेमती भी एक एति बाट चल केते घटना घटीगला जदि आग भी कौन हम मो सहित हाउ जीवी ना जमती भी मोर 2 सप्ताह पेट खराब जीवी बापा को कहबी मेडिकल को जीवी बा ए बा अरे को जीर रे रवि ना कौन है रे बापा जीर रे मतरी नाम हां आसिली कौन है को बापा झाड़ा होची कौन पाई बापा नाई सारे जाइली संध्या बेड़ को जे अजा देला गोटे डाड़टे पीली सकाळ संध्या से अजा पाकर गले एमितिया कहबो अब कौन करबे नले बापा मोर पेट खराब होला बहु बापा जीबे मेडिकल को हो चल जाई की ड्रेस पैंट पिंदे हो बापा मो ड्रेस पैंट पिंदी के आसी हो चले चले लोक सेवा करी अरे बाबू कौन तू शीघ्र रे जीवा मेडिकल को हां बापू जिरता जगी तू आसे शीघ्र आज्ञा नमस्कार नमस्कार कौन आई आज्ञा मोर पिलार 2 सप्ताह है झाड़ा होची गोटे सप्ताह तोरड़ झाड़ा आ गोटे सप्ताह मोटा झाड़ा दी प्रकार झाड़ा हां आज्ञा माने आंटो झाड़ा और पानिया झाड़ा गोटे सप्ताह पानिया झाड़ा ना गोटे सप्ताह आंटो झाड़ा होची आज्ञा पानिया झाड़ा हम तो जे आज्ञा बसले नहीं कि सीधा सीधी फोड़ा मचार तोर ये अवस्था हां आज्ञा बहुत कष्ट आज्ञा 2 सप्ताह हला बाबा को कहली जा कर सुनला नहीं तू तो मधु अटा बोल आज्ञा अच्छा कौन खाई के अवस्था आज्ञा जाई तो बाटी को ठीक आस्ते तो ओहो पी किरी इमती अवस्था हां आज्ञा ठीक अछि असुविधा नै मु इमती बड़ बड़ झाड़ा मानु को आगरु देखि छी मु जाहरी मते झाड़ा पे स्पेशल डॉक्टर
ମୁଁ ଆଫ୍ରିକାରେ ଆର୍ଟସ ପାଠ ପଢିକିରି ଡକ୍ଟର କରିଛି। କିଛି ଚିନ୍ତା ନାହିଁ, ତୋର ଭଳିଆ ପେସେଣ୍ଟ ମୁଁ ବହୁତ ଦେଖି ଦେଖି ଆସିଛି ଆଉ ଟ୍ରିଟମେଣ୍ଟ ମଧ୍ୟ କରିଛି। ଆଚ୍ଛା ଆଜ୍ଞା ଏଠି ବସନ୍ତୁ। ତମେ ତାଙ୍କ ବାପା ତ ନା ଭଡ଼ାଟିଆ? ସେଟା ମୋ ବାପା। ଠିକ ଅଛି ବସ। ଆଚ୍ଛା ତମର ଝାଡା ହେଇଛି ନାଇକି? ହଁ ଝାଡା ହେଇଛି ଆଜ୍ଞା। ଆଣ୍ଟ ଝାଡା ଆଉ ପାଣିଆ ଝାଡା। ହଁ ପାଣିଆ ଝାଡା। ଠିକ ଅଛି ତାର ଟ୍ରିଟମେଣ୍ଟ କରିବା ଯେ ତମେ ଯୋଉ ଝାଡା ବସୁଛ ଆଜ୍ଞା। ତାର କଲରିଂ ଫଟୋଟା 4ଟା ଦରକାର। ନାଇଁ ମୁଁ ଗଲା ବେଳକୁ ମୋବାଇଲ ନେଉନି ଆଜ୍ଞା। ସେଟା ତ ନିହାତି ତା ପରୀକ୍ଷା ପାଇଁ ମୁଁ ଆଫ୍ରିକାକୁ ପଠେଇଦେବି। ସେଟା ତାର ଆଣ୍ଟ ଝାଡାର 4ଟା କଲରିଂ ଫଟୋ ଆଉ ପାଣିଆ ଝାଡାର 4ଟା କଲରିଂ ଫଟୋ ନିହାତି ଦରକାର। ସେଟା ଦେଖିକି ମେଡିସିନ ପତ୍ର ଦିଆହବ। ଫଟୋ କୋଟା ନାହିଁ ଆଜ୍ଞା, କଲରିଂ ଫଟୋ କିଛି ନାହିଁ। ଫଟୋ ନାହିଁ? ନାଇଁ ଆଜ୍ଞା। ତାହେଲେ ତ ହଉ, ଆଉ ଗୋଟେ ବି ଅପସନ ଅଛି। ତମେ ଯୋଉ ଝାଡା ବସିଛ ଆଣ୍ଟ ଆଉ ପାଣିଆ ଆଜ୍ଞା ସେଟା ଧରିକି ଆସିଛ କି? ଆଜ୍ଞା ବାପା ବେଗରେ ଆଣିଛି ଆଜ୍ଞା, ବେଗରେ ଅଛି। ଆଣିଛ ତ ବଢିଆ କଥା। ଅସୁବିଧା ନାହିଁ, ଫଟୋ ନଥିଲେ ମଧ୍ୟ ସେଟା ଧରନ୍ତୁ ଆଜ୍ଞା ଏଠି। ପରୀକ୍ଷା ଆଜ୍ଞା କରିକି ଔଷଧ ଏଟା ଦେଇଦେବି। ଆଜ୍ଞା ଆଣ୍ଟଟା। ଏଟା ଆଣ୍ଟ ଝାଡା। ହଁ ଆଜ୍ଞା ଆଣ୍ଟଟା। ପାଣିଆଟା ଏଟା ପାଣିଆଟା ଆଜ୍ଞା। ଏମିତି ଏଟାକୁ ଓଜନ କଲା ପରେ ଔଷଧ ବ୍ୟବସ୍ଥା କରାଯିବ। ମାନେ ତୁ ଗୋଟେ ଥର କେତେ ଗ୍ରାମ କେତେ କେଜି ଝାଡା ବସୁଛୁ ସେ ଅନୁସାରେ ଔଷଧଟା ଦିଆଯିବ। ଆପଣ ଜାଣିଥିବେ ଆଜ୍ଞା, ମୁଁ ତ ଜାଣିନି, ମୁଁ ରୋଗୀଟେ। ମୁଁ ଟିକେ ଚେକଅପଟା କରିଦଉଛି। ହେଇଗଲା ନା ଏଟା କିନ୍ତୁ କାମ ଦଉଛି। ଓ ଏତେ ସାଧାରଣ ଝାଡା କି ତୋ ବଢିଆ ଗୋଟେ ପେସେଣ୍ଟ ଆସିଥିଲା, ସେ ଅଣ୍ଟା ଲଇଲା ମାନେ 4 ଫୁଟ ଦୂରରେ ଯାଇ ପଡିବ, ସେମିତି ସେ ଝାଡା ଥିଲା। ତୋର ଆଉ କିଛି ଅସୁବିଧା, ଆଣ୍ଟ ଝାଡା ଆଉ ପାଣିଆ ଝାଡା ଏ ଦିଟା ତ ପାଖାପାଖି 1.5 କେଜି ଆଣ୍ଟ ଝାଡା ଜଣା ପଡୁଛି। ଆଉ ପାଣିଆ ଝାଡା ବୋଲି କହିଲେ 1/2 ଲିଟର ପରେ ହେଇଛି, ମାନେ ଗୋଟେ ଥରକୁ ଏତିକି ବାହାରୁଛି। ଆଜ୍ଞା ଓହୋ ଠିକ ଅଛି, କଲର ଫଟୋ ତ ନାହିଁ, ଅସୁବିଧା ନାହିଁ। ଆଉ ଏବେ ଏବେ ବି ଲାଗୁଛି ଆଜ୍ଞା। ଏବେ ବି ଲାଗୁଛି? ଆଜ୍ଞା ଭାରି ପଡବ ନା କିଛି। ଆଜ୍ଞା ପଡେଇଲା, ଆଜ୍ଞା ଆଜ୍ଞା ପଡେଇଲା, ଆଜ୍ଞା ପଡେଇଲା, ପଡେଇଗଲା? ହଁ ଆଜ୍ଞା। ମାନେ ପୁରା ବାହାରିଗଲା? ହଁ ଆଜ୍ଞା ଆଜ୍ଞା, ପେଟ ବାହାରି ପଡିଲା। କଣ କରିବି ଆଜ୍ଞା? ହଉ ଟିକେ ଧୈର୍ଯ୍ୟ ଧରେ, ମୁଁ ଔଷଧ ପତ୍ର କାଗଜ ପତ୍ର ଲେଖା ଲେଖି କରିଦେବି, ସେ ଅନୁସାରେ ତୁ ଔଷଧ ପତ୍ର ଖାଇଲେ ଭଲ ହେଇଯିବ। ଆଜ୍ଞା ଜଲ୍ଦି ଆଜ୍ଞା ଟିକେ ଧ୍ୟାନ ଦିଅ, ମୁଁ ଔଷଧ କହୁଛି। ଆଜ୍ଞା ଏଟା ତ ହେଇଗଲା ଆର ପରୀକ୍ଷା କରା ହେଇଗଲା। ଏଥିରେ 1.5 କେଜି, ଏଥିରେ 1/2 ଲିଟର ପରେ ପାଣିଆ ଝାଡା ଅଛି। ତାହେଲେ ଔଷଧ କେମିତି ଖାଇବୁ ମୁଁ କହିବି ହେଲା କି? ଆଜ୍ଞା ତୁ ଯେବେ ଝାଡା ଯିବୁ ସକାଳୁ ମୁଁ ଯୋଉ ଔଷଧଟା ଦେଇଥିବି ଆଜ୍ଞା, ବଟିକାଟା। ହଁ ବଟିକାଟା ତୁ ଧରିକି ଯିବି, ଇଞ୍ଜେକ୍ସନ ବି ଦେବି। ତୁ ଯୋଉଠି ଝାଡା ବସିବୁ ସେ ଜାଗା ସେଟା ପକେଇ ଦେବୁ। ହଁ ଅଗଲା ପରେ ସେଟା ପକେଇ ଦେବୁ ତାର ଉପରେ ଆଜ୍ଞା। ହଁ ଆଉ ଯୋଉ ଇଞ୍ଜେକ୍ସନ ଟା ଦେଇଥିବି ସେଠି ଇଞ୍ଜେକ୍ସନ ମାରିଦେବୁ। ଇଞ୍ଜେକ୍ସନ ଟା ମାରିଦେବୁ, ଦେଖିବୁ 2-4 ଦିନ ଭିତରେ ପୁରା ଝାଡା ବନ୍ଦ ହେଇଯିବ, ଟେନସନ ନାହିଁ। 4 ଦିନ? ହଁ 4 ଦିନ ଭିତରେ। ଆଜ୍ଞା ଆପଣ ସତ କହୁଛନ୍ତି? ସତ, ଆଉ କିଛି ହେବ ନାହିଁ, ଝାଡା ବି ହେବ ନାହିଁ, କିଛି ନାହିଁ, ପୁରା ଫ୍ରି। ଯଦି ହେବ ନାହିଁ? ଆଜ୍ଞା ଯଦି ହେବ ନାହିଁ, ସେମିତି ଗଲା ପରେ ବି? ଆଚ୍ଛା ଯଦି ଝାଡା ରହୁନି ତାହେଲେ ମଧ୍ୟ ଅପସନ ଅଛି ନା। ଆଉ କଣ ସେଟା? ତୁ ଯୋଉ ଔଷଧ ଟା ପକେଇଥିବୁ ନାଇଁ କି, ସେଟା ଆଉ ଥରେ ଗୁଟେଇକି ଖାଇଦେବୁ। ଗୁଟେଇକି ଖାଇଦେବୁ, ତାପରେ ଦେଖିବୁ ତ 4 ମାସ ପର୍ଯ୍ୟନ୍ତ ଟୋଟାଲି ଝାଡା ହେବ ନାହିଁ। 4 ମାସ? ହଁ 4 ମାସ ପର୍ଯ୍ୟନ୍ତ ଝାଡା ହେବ ନା, କାଲି ଖାଉଥିବୁ ବୁଲୁଥିବୁ, ଖାଉଥିବ ବୁଲୁଥିବୁ, ଆଉ ଝାଡା ହେବାର ସମ୍ଭାବନା ନାହିଁ। ସେ ହିସାବରେ ଔଷଧ ଟା ଖାଇବ ହେଲା କି? ଆଉ କଣ କଣ ଲକ୍ଷଣ କିଛି ଜଣା ପଡୁଛି କି? କଣ କେମିତି ଲାଗୁଛି? ପେଟ ବହୁତ ଘାଣ୍ଟୁଛି। ଠିକ ଅଛି, ମୁଁ ଯେମିତି କହିଲି ଝାଡା ବସିଲା ପରେ ଔଷଧ ଟା ସେଠି ପକେଇଦେବୁ, ଝାଡା ଉପରେ ଇଞ୍ଜେକ୍ସନ 2ଟା ମାରିଦେବୁ। ଫିଜ ଟା ତମ ଇଚ୍ଛା, ଖୁସି ଅନୁସାରେ ଦିଅ। ଆଉ ଡାକ୍ତର ଧନ୍ୟବାଦ। ହଉ ଆଜ୍ଞା ଆମେ ଆସୁଛୁ। ହଉ ଆଜ୍ଞା ସେମିତି ଖାଇବ ହେଲା କି? ଆଜି ଧନ୍ୟବାଦ।
समय भी मोर बहुत ହେଇଗଲାଣି मोर सियाड़े घरे पिला छुआ सब जगिथिबे मु जीवी आउ डेरी ହେଇଗଲା राति ହେଇଗଲା तेणु करके मु जाउछि जस्ट कॉमेडी के भी फॉलो करिवे नै हमर रूल को धन्यवाद।